ପିଲାମାନେ ଆଜି ଆମେ ଡିସ୍କସନ୍ କରିବା ଇମ୍ପୋର୍ଟାଣ୍ଟ ଟପିକ୍ ତମମାନଙ୍କର ଯାହା ଏକ୍ଜାମ୍ ଆକର୍ଡିଂ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ କଣ୍ଟିନେଣ୍ଟସ୍ ଏବଂ ଇମ୍ପୋର୍ଟାଣ୍ଟ ମାଉଣ୍ଟେନ୍ସ ବା କହିପାରିବା କେଉଁ କେଉଁ କଣ୍ଟିନେଣ୍ଟସରେ ମହାଦେଶ ଗୁଡ଼ିକରେ କେତେ ଗୁଡ଼ିଏ ଇମ୍ପୋର୍ଟାଣ୍ଟ ପର୍ବତ ବା କହିପାରିବା ପର୍ବତମାଳା ଅଛି ସେସବୁ ଆମର ଡିସ୍କସନ୍ ହବ ଏବଂ ଯାହା ବି ତମମାନେ ସ୍କ୍ରିନରେ ଦେଖୁଛ ସେ ସବୁ ଯାକ ଫ୍ୟାକ୍ଟ ବା କହିପାରିବା ମୁଁ ତମମାନଙ୍କ ପାଇଁ ଯାହା ବି କୋଶ୍ଚିନ୍ ନେଇକି ଆସିଛି ସବୁ ଆକର୍ଡିଂ ଟୁ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଓକେ ଚାଲନ୍ତୁ ଆଲୋଚନା କରିବା ଏବଂ କପି ପେନ୍ ସହିତ ପିଲାମାନେ ଧ୍ୟାନପୂର୍ବକ ଭିଡିଓକୁ ମୂଳରୁ ଶେଷରେ ସମ୍ପୂର୍ଣ୍ଣ ରୂପରେ ଦେଖ। ପ୍ରଥମେ ଆଲୋଚନା କରିବା ଆଫ୍ରିକା କଣ୍ଟିନେଣ୍ଟରେ ଥିବା ଇମ୍ପୋର୍ଟାଣ୍ଟ ମାଉଣ୍ଟେନ୍ସ। ପିଲାମାନେ ଦେଖ କେତେ ଗୁଡେ ମାଉଣ୍ଟେନ୍ସ ଆମେ ଦେଖିପାରିବା ଆଫ୍ରିକା କଣ୍ଟିନେଣ୍ଟରେ, କିନ୍ତୁ ଏକ୍ଜାମ୍ ଆକର୍ଡିଂ এই ତିନୋଟି ହିଁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ତମମାନଙ୍କୁ ତିନୋଟିରେ ବାରମ୍ବାର ଫ୍ରିକ୍ୱେଣ୍ଟଲି ପଚାରୁଛି। ପ୍ରଥମ ହେଲା କିଲିମଞ୍ଜାରୋ। ତ ପିଲାମାନେ କିଲିମଞ୍ଜାରୋ ହଉଛି ଇମ୍ପୋର୍ଟାଣ୍ଟ ବା ଆଫ୍ରିକା କଣ୍ଟିନେଣ୍ଟର ପ୍ରଥମ ମୁଖ୍ୟ ମାଉଣ୍ଟେନ୍ ବା ମାଉଣ୍ଟେନ୍ସ ମାନଙ୍କ ଭିତରୁ ଗୋଟେ। କିଲିମଞ୍ଜାରୋ ପିଲାମାନେ ସିଙ୍ଗଲ ମାଉଣ୍ଟେନ୍, ଗୋଟେ ୱାନ୍ ମାଉଣ୍ଟେନ୍ ଗୋଟେ, ଓକେ ମନେ ରଖିବ ଏଟା। କିନ୍ତୁ ଇଏ ହଉଛି ଗୋଟେ ପର୍ବତମାଳା ବା ମାଉଣ୍ଟେନ୍ସ, ଇଏ ହଉଛି ଡାକେନ୍ସ ପର୍ବତ ଗୋଟେ ପର୍ବତମାଳା ବା ଆମେ କହିପାରିବା ମାଉଣ୍ଟେନ୍ସ, କିନ୍ତୁ କିଲିମଞ୍ଜାରୋ ହଉଛି ସିଙ୍ଗଲ। ମନେ ରଖିବ ଏଟା ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟ ହଉଛି ଇଏ ହଉଛି ସିଙ୍ଗଲ ମାଉଣ୍ଟେନ୍, ଓକେ ମନେ ହେଲା। ଇମ୍ପୋର୍ଟାଣ୍ଟ ଯାହା ଏକ୍ଜାମ୍ ଆକର୍ଡିଂ ସେତିକି ହିଁ କରିବା, ଅଧିକା କିଛି କରିବା ଆବଶ୍ୟକ ନାହିଁ। ସେକେଣ୍ଡ ପଏଣ୍ଟ, ତାର ହାଇଟ୍ କେତେ ପିଲାମାନେ 5895 ମିଟର, ଓକେ। ଯଦି ଆମେ ପିଲାମାନେ ଫୁଟରେ କହିବା 19340 ଫୁଟ, ବୁଝିପାରିଲ କ୍ଲିୟର। 4 ନମ୍ବର ପଏଣ୍ଟ, ମୁଁ ତ କହିଦେଲି ଯେ ଇଏ ସିଙ୍ଗଲ ମାଉଣ୍ଟେନ୍, କିନ୍ତୁ ଆଉ ଗୋଟେ ପଏଣ୍ଟ ମନେ ରଖିବ, ୱାର୍ଲଡର ଲାର୍ଜେଷ୍ଟ ଭି ସ୍ଟାଣ୍ଡିଂ ମାଉଣ୍ଟେନ୍ ସେ ହଉଛି କିଲିମଞ୍ଜାରୋ। এটা ବହୁତ ବହୁତ ଇମ୍ପୋର୍ଟାଣ୍ଟ ତମମାନଙ୍କର ଏକ୍ଜାମ୍ ଆକର୍ଡିଂ। କ୍ଲିୟର ବୁଝିପାରିଲ ମୁଁ କଣ କହିଲି? ୱାର୍ଲଡର ଯଦି କୋଉଟା ଗୋଟେ ଫ୍ରି ଷ୍ଟାଣ୍ଡିଂ ମାଉଣ୍ଟେନ୍ ଥିବ ଏବଂ ସେ ଲାର୍ଜେଷ୍ଟ ଥିବ ସେ ହଉଛି କିଲିମଞ୍ଜାରୋ ଏବଂ ସେ ଆଫ୍ରିକାରେ ଅବସ୍ଥିତ। ବୁଝିପାରିଲ ପିଲାମାନେ? ଆଉ ଗୋଟେ ପଏଣ୍ଟ ଦେଖିବା, ଇଏ ପାଖାପାଖି ଆମେ କହିପାରିବା କେନିଆର ଯୋଉ ବର୍ଡର ଅଛି, ଆମ କେନିଆ ଯୋଉ କଣ୍ଟ୍ରି ଅଛି ସେ କଣ୍ଟ୍ରିର ପାଖାପାଖି ବର୍ଡର ପାଖାପାଖି ଲାଗିଛି ଆମର ଏଇ କିଲିମଞ୍ଜାରୋ ପର୍ବତ। ଏ 5ଟି ପଏଣ୍ଟ ସହିତ ତମମାନଙ୍କୁ ଏତିକି ମନେ ରଖିବାର ଅଛି, କିଲିମଞ୍ଜାରୋ ମାଉଣ୍ଟେନ୍ ଯୋଉଟା କି ଆଫ୍ରିକାରେ ଅବସ୍ଥିତ। କ୍ଲିୟର? ଚାଲ ଏବେ ପିଲାମାନେ ଡିସ୍କସନ୍ କରିବା ଆଟଲାସ। ଆଟଲାସ ମଧ୍ୟ ଏକ୍ଜାମ୍ ଆକର୍ଡିଂ ପିଲାମାନେ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ପଏଣ୍ଟ ଆଟଲାସ ଦେଖ ମନେ ରଖିବ, ତାର ଉଚ୍ଚତା ହଉଛି 1500 ମାଇଲ, 1500 ମାଇଲ୍ସ। 2 ନମ୍ବର ପଏଣ୍ଟ ଯଦି ପିଲାମାନେ ଆମେ କହିବା କେତେ କିଲୋମିଟର ଲଙ୍ଗ ଇଏ, ମାନେ ଏଇଟା ଏମିତି ଲଙ୍ଗ, କେମିତି ଏମିତିଆ ଲଙ୍ଗ, ମାନେ ଇନସ୍କେସ୍ ଟାଇପର ଗୋଟେ, ଓକେ। ଲଙ୍ଗ ଟା ଆମେ କେମିତି ମାପିବା ପିଲାମାନେ? ଏମିତି ହିଁ ମାପିବା ନା। ତ 2400 କିଲୋମିଟର, ଓକେ। ଆଟଲାସ ପର୍ବତମାଳା, ପିଲାମାନେ ଏହା ହଉଛି ଗୋଟେ ପର୍ବତମାଳା, ତମମାନଙ୍କୁ ମନେ ରଖିବାକୁ ପଡିବ। 3 ନମ୍ବର ପଏଣ୍ଟ, ଯେହେତୁ ଗୋଟେ ପର୍ବତମାଳା କେତେ ଗୁଡିଏ ପର୍ବତ ଅବସ୍ଥିତ ଅଛି, আর ସବୁଠୁ ହାଇଏଷ୍ଟ ପିକ୍ ନାଁ ହଉଛି ତୌବକାଲ। ମନେ ରଖିବ ସବୁଠୁ ହାଇଏଷ୍ଟ ପିକ୍, ଓକେ। TOUBKAL ତୌବକାଲ, ତମମାନେ ଯାହା ବି ସ୍ପେଲିଂ କରିପାର, କିନ୍ତୁ ମନେ ରଖିବ ତୌବକାଲ ହଉଛି ଦ ହାଇଏଷ୍ଟ ପିକ୍ ଅଫ ଆଟଲାସ ମାଉଣ୍ଟେନ୍ସ। କ୍ଲିୟର ହେଲା? ଯଦି ହାଇଟ୍ କଥା କହିବା 13671 ଫୁଟ ହଉଛି ହାଇଟ୍। କ୍ଲିୟର ବୁଝିପାରିଲ? ଯଦି ଆମେ ସେମିତି ବି ଡିସ୍କସନ୍ କରିବା ମିଟରରେ ତାହେଲେ ହେଇଯିବ 4167 ମିଟର। କ୍ଲିୟର ବୁଝିପାରିଲ? ଆଉ ଗୋଟେ ପଏଣ୍ଟ ପିଲାମାନେ ମନେ ରଖିବାକୁ ପଡିବ, 5 ନମ୍ବର ପଏଣ୍ଟ ହଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ମଧ୍ୟ 3 ଥର ଫ୍ରିକ୍ୱେଣ୍ଟଲି ପଚାରି ସାରିଛି ଏକ୍ଜାମରେ, ଓକେ। 3 ଥର ପଚାରିଛି। ଗୋଟେ ଆଟଲାସ ପର୍ବତମାଳାରେ ପିଲାମାନେ ଆମେ କହିପାରିବା ଗୋଟେ ୱାଟରଫଲ ଦେଖିବାକୁ ମିଳେ, ଗୋଟେ ୱାଟରଫଲ୍ସ ଦେଖିବାକୁ ମିଳେ, ତାର ନାଁ ହଉଛି କଣ? ଔଜାଦ। ମାନେ ଯାହା ବି ସ୍ପେଲିଂ କର, OUZOUD ହଉଛି ତାର ମାନେ ନାଁ। ଇଏ ହଉଛି ଆଟଲାସ ପର୍ବତମାଳା ଦେଖାଯାଉଥିବା ୱାଟରଫଲ୍ସ। ବୁଝିପାରିଲ? ବହୁତ ବହୁତ ଇମ୍ପୋର୍ଟାଣ୍ଟ ରହିଲା। ଏ ଦୁଇଟି କ୍ଲାସ ହେଇଯିବ ତମମାନଙ୍କର ମତେ ଲାଗୁଛି, କାରଣ ଭିଡିଓ ଲଙ୍ଗ ହେଇଯିବ ବୁଝେଇଲା ବେଳେ। ତ କିଲିମଞ୍ଜାରୋ ମନେ ରଖିଲ, ଆଟଲାସ ମନେ ରଖିଲ, ଏବେ ଯିବା ବ୍ରାକିଆସ। ପିଲାମାନେ ଥରେ ଭିଡିଓକୁ ପଜ କରିକି ରିଭାଇଜ କରିନବ, ତାପରେ ତମମାନେ ନେକ୍ସଟ ଯିବ, ଓକେ।
ନହେଲେ ମନେ ରହିବନି ଏକାଥରକେ। ମୁଁ ବି ଜାଣିଛି, ରିଭାଇଜ ଯଦି କରିପାରିବ କର, ଭଲ କଥା ତମ ମାନଙ୍କ ପାଇଁ। ଅଦରୱାଇଜ କେବଳ ଭିଡିଓ ପଜ କରିକି ଥରେ ଥରେ ମନେ ପକେଇ ଦେଇ ପଢିଦିଅ। ଆଉ ଗୋଟେ କ୍ୱେଶ୍ଚିନ୍ ଦେଖିବା ପିଲାମାନେ, ଆଉ ଗୋଟେ ଟପିକ ର ଆଫ୍ରିକା କଣ୍ଟିନେଣ୍ଟରେ ଥିବା ଆମେ କହିପାରିବା ଆଉ ଗୋଟେ ମାଉଣ୍ଟେନ ହଉଛି ଡ୍ରାକେନ୍ସବର୍ଗ। ଡ୍ରାକେନ୍ସବର୍ଗ ପିଲାମାନେ ଆର ଅନ୍ୟ ନାଁ ହଉଛି ଆମେ କହିପାରିବା ଇମ୍ପୋର୍ଟାଣ୍ଟ, ଓକେ, ଡ୍ରାଗନ ମାଉଣ୍ଟେନ, ଅଦର ନେମ୍, ଓକେ, ଡ୍ରାଗନ ମାଉଣ୍ଟେନ। ଏକ ନମ୍ବର ପଏଣ୍ଟ ଗଲା। 2 ନମ୍ବର ଯଦି ଆମେ ଡିସ୍କସନ କରିବା ପିଲାମାନେ, ଇଏ ପାଖାପାଖି ମାନେ ଏ ଯୋଉ ଡ୍ରାକେନ୍ସବର୍ଗ ପର୍ବତମାଳାରୁ ଏତେ ଗୋଟେ ନଦୀ ବହେ, ଓକେ। ଗୋଟେ ମୋର 3ଟି 4ଟି ମନେ ଅଛି, ମୁଁ ତମମାନଙ୍କୁ କହି ରଖୁଛି। ଗୋଟେ ହଉଛି ମନେ ରଖ, ଗୋଟେ ହଉଛି ଅରେଞ୍ଜ, ORANGE, ଡବଲ ORRANGE ନୁହଁ, ORANGE ମନେ ରଖିବ, ଇମ୍ପୋର୍ଟାଣ୍ଟ। ତାପରେ ହଉଛି ଆଉ ଗୋଟେ ଟୁଗାଲା, ଯାହା ବି ନାଁ ଇଂଲିଶରେ ପଢିଛି ସେଟା ମୁଁ କହୁଛି ତମମାନଙ୍କୁ, ବା ଟୁଗେଲା ଟୁଗେଲା ଯାହା ବି ହେଇପାରିବ। ତାପରେ ଆଉ ଗୋଟେ ହଉଛି ଭାଲ, ଓକେ। ତାପରେ ଆଉ ଗୋଟେ ହଉଛି ପଙ୍ଗାଲା ପଙ୍ଗାଲା। ଏତିକି ମୋର ମନେ ଅଛି ପିଲାମାନେ, 4ଟି ବୋଧେ ଇମ୍ପୋର୍ଟାଣ୍ଟ ତମମାନଙ୍କର ଏକ୍ସାମ ପଡିବ, ଓକେ। ତାପରେ ଡ୍ରାକେନ୍ସବର୍ଗ ଯଦି ପିଲାମାନେ କୌଣସି ପର୍ବତ ମାଳା ହେଲା, ତମେ କହି ରଖିଲି ଯଦି ପର୍ବତ ମାଳା ହେଲା ତାର ହାଇଏଷ୍ଟ ପିକ୍ ନାଁ କଣ ମନେ ରଖିବ। 3 ନମ୍ବର ପଏଣ୍ଟରେ ମନେ ରଖ ଯେ ଆଫ୍ରିକାରେ ଅବସ୍ଥିତ ଡ୍ରାକେନ୍ସବର୍ଗର ଯୋଉ ପର୍ବତମାଳାର ସବୁଠୁ ହାଇଏଷ୍ଟ ପିକ୍ ତା ନାଁ ହଉଛି ଥବାନା। ମାନେ ଇଏ ବି ଗୋଟେ କୋଉ ଜାଗାରେ ଅବସ୍ଥିତ, ଲୋକେସନଟା ହଉଛି ବୋଧେ ଲେନିଆନାର ଲେନିଆନା ଲେସେଥୋ ଗୋଟେ ଜାଗାର ନାଁ। ଏଇଠି ମାନେ ଏତେ ଲମ୍ବା ଯେତେବେଳେ ହେଲାଣି, ବୁଝିପାରୁଛ ନା ନାଇଁ, ଏତେ ବଡ ପର୍ବତ ହେଲାଣି, ତ ଲେନିଆନା ଲେସୋଥୋ ଗୋଟେ ଅଛି ଲୋକେସନ, ସେ ଲୋକେସନରେ ଥବାନା ଗୋଟେ ହାଇଏଷ୍ଟ ପିକ୍ ଅଛି। ସେଇଟା ହଉଛି ଡ୍ରାକେନ୍ସବର୍ଗ ପର୍ବତମାଳାର ହାଇଏଷ୍ଟ ପିକ୍। କ୍ଲିୟର ବୁଝିପାରିଲ? ଆଉ ମଧ୍ୟ ଡ୍ରାଗନ ମାଉଣ୍ଟେନକୁ ଲୋକାଲ ଲାଙ୍ଗୁଏଜରେ ଅନ୍ୟ ଗୋଟେ କଥା କହନ୍ତି, ତାକୁ ଆମେ କହିପାରିବା ତା ହଉଛି ବ୍ୟାରିୟର ଅଫ ସ୍ପିୟର୍ସ, ଓକେ, ବ୍ୟାରିୟର୍ସ ଅଫ ସ୍ପିୟର୍ସ। କ୍ଲିୟର ବୁଝିପାରିଲ? ଇମ୍ପୋର୍ଟାଣ୍ଟ। ଆଫ୍ରିକାରେ ଥିବା 3ଟି ଯାକ ମାଉଣ୍ଟେନ ବା ମାଉଣ୍ଟେନ୍ସ ମାନେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଫ୍ୟାକ୍ଟ ଦେଖିଲ, କ୍ଲିୟର ହେଲା। ଯିବା ୟୁରୋପ। ୟୁରୋପର ପିଲାମାନେ ପ୍ରଥମ ମନେ ରଖ, ମୁଖ୍ୟ ହଉଛି ଆଲ୍ପସ। ଏଟାକୁ ଅଧିକ ଗୁରୁତ୍ୱ ଦିଆଯାଏ ବା କହିପାରିବା ଏମିତିକି OSSC ଏବଂ OSSCଙ୍କର ଯଦି ବି କୌଣସି କୋଶ୍ଚିନ୍ ମାଉଣ୍ଟେନ ଉପରେ ବନିଯାଇଥିବ, ସେମାନେ ଏଇ ଆଲ୍ପସ ମାଉଣ୍ଟେନ ନହେଲେ ମାଉଣ୍ଟେନ ଦୃଷ୍ଟିରୁ ପକେଇ ଦିଅନ୍ତି। ମୁଁ ବହୁତ ଗୁଡେ କୋଶ୍ଚିନ୍ ତଥାପି ଥର କରିଥିଲି, 7 ଇୟର 8 ଇୟର ର କୋଶ୍ଚିନ୍ ଦେଖିଛି ବ୍ୟାକ୍ କରିକି, ଯାହା ଯେତେ କୋଶ୍ଚିନ୍ ଅଛି ସବୁ ଆଣିଛି। ଆଉ ବହୁତ ଗୁଡାଏ ଇମ୍ପୋର୍ଟାଣ୍ଟ ବି ଏକ୍ସାମ ଆକଣି, କିନ୍ତୁ କୋଶ୍ଚିନ୍ ଯେହେତୁ 8 ବର୍ଷ ଭିତରେ ଆସିଛି, ତେଣୁକରି ମୁଁ ତାକୁ ଛାଡି ଦେଇଛି, କାହିଁକିନା ଏକ୍ସାମରେ ଆସିନି, ଓକେ। ଆଲ୍ପସ ମାଉଣ୍ଟେନ କୋଉ କଣ୍ଟିନେଣ୍ଟରେ ଅବସ୍ଥିତ ତମେ ମନେ ରଖିବ, ୟୁରୋପ। ଆଉ ୟୁରୋପର ହାଇଏଷ୍ଟ ମାଉଣ୍ଟେନ ରେଞ୍ଜ ମନେ ରଖିବ, ୟୁରୋପର ହାଇଏଷ୍ଟ ମାଉଣ୍ଟେନ ରେଞ୍ଜ, ଓକେ, ହାଇଏଷ୍ଟ ମାଉଣ୍ଟେନ ରେଞ୍ଜ ହଉଛି ଆଲ୍ପସ। ଇଏ ପିଲାମାନେ ଗୋଟେ ପର୍ବତ ମାଳା ମନେ ରଖିବ। ଏପର୍ଯ୍ୟନ୍ତ ପଢିବା ଭିତରେ ତମେ ମନେ ରଖ, କିଲିମଞ୍ଜାରୋ ଗୋଟେ ଯିଏକି ସିଙ୍ଗଲ ମାଉଣ୍ଟେନ, ବାକି ସବୁ ପର୍ବତମାଳା, ଆଟଲାସ ବି, ଡ୍ରାକେନ୍ସବର୍ଗ ବି, ଆଲ୍ପସ ବି, ବୁଝିପାରିଲ? ହାଇଟ୍ ଯଦି କହିବା, ତାର ଯୋଉ ହାଇଏଷ୍ଟ ପିକ୍ ର ତାର ୟୁରୋପର ହାଇଏଷ୍ଟ ମାଉଣ୍ଟେନ ରେଞ୍ଜ ଆଲ୍ପସ ଅଛି। ଆଲ୍ପସର ହାଇଏଷ୍ଟ ପିକ୍ ହଉଛି 750 ମାଇଲ, ବା ଆମେ କହିପାରିବା ପାଖାପାଖି ହଁ କେତେ ଫୁଟ ହବ ତମାନେ ହିସାବ କରିନିଅ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ପିଲାମାନେ ଅଛି ଏଥିରେ ଯେ ଆଲ୍ପସ ମାଉଣ୍ଟେନ 8ଟି କଣ୍ଟ୍ରି କି ଦେଇକି ଅତିକ୍ରମ କରୁଛି। 8ଟି କଣ୍ଟ୍ରି, ଇମ୍ପୋର୍ଟାଣ୍ଟ, 8ଟି କଣ୍ଟ୍ରି କି ଦେଇକି ବା କହିବା ଦେଶକୁ ନେଇକି ଅତିକ୍ରମ କରୁଛି। ମୁଁ ତମମାନଙ୍କୁ ଲେଖି ରଖୁଛି। 1 ନମ୍ବର ମନେ ରଖ, ଗୋଟେ ହଉଛି ଫ୍ରାନ୍ସ, ମୋର ତ ସବୁ ମନେ ଅଛି ପ୍ରାୟତଃ ମତେ ଲାଗୁଛି, ସୁଇଜରଲ୍ୟାଣ୍ଡ, ଓକେ, ସୁଇଜରଲ୍ୟାଣ୍ଡ, ଓକେ। ତାପରେ ଆମେ 3 ନମ୍ବର କହିପାରିବା ମୋନାକୋ, ମୋନାକୋ। 4 ନମ୍ବର ହଉଛି ଇଟାଲୀ। 5 ନମ୍ବର ହଉଛି ଆମର ଲାଇକେନଷ୍ଟେନ୍, ଓକେ, ଲାଇକେନଷ୍ଟେନ୍। 6 ନମ୍ବର ପିଲାମାନେ ଆମେ କହିପାରିବା ଅଷ୍ଟ୍ରିଆ। 7 ନମ୍ବର ହଉଛି ଜର୍ମାନୀ। ଆଉ 8 ନମ୍ବର ବୋଧେ ସ୍ଲୋଭେନିଆ, ରାଇଟ, ସ୍ଲୋଭେନିଆ। ମନେ ରଖିଲ, 8ଟି କଣ୍ଟ୍ରି କି ଦେଇ ଅତିକ୍ରମ କରୁଛି ଆଲ୍ପସ ମାଉଣ୍ଟେନ। ଫ୍ରାନ୍ସ, ସୁଇଜରଲ୍ୟାଣ୍ଡ, ମୋନାକୋ, ଇଟାଲୀ, ଲାଇକେନଷ୍ଟେନ୍, ଅଷ୍ଟ୍ରିଆ, ଜର୍ମାନୀ ଆଉ ସ୍ଲୋଭେନିଆ। ଭେରି ଭେରି ଇମ୍ପୋର୍ଟାଣ୍ଟ, ବୁଝିପାରିଲ? ଆଉ ହାଇଏଷ୍ଟ ପିକ୍
जो कहली तुमको जो माउंटेन रेंज आल्प्स हाईएस्ट पिक ना हूँ कौन मन रख सेटा हूँ माउंट ब्लांक। ओके OMUNT माउंट ब्लांक जगह तो ना लिखा भाई BLANC माउंट ब्लांक हूँ हाईएस्ट पिक तार हाइट तो पचारे एग्जाम रे तथा मन रख 15,758 हमर फुट है मीटर है अप्रोक्सीमेटली 4,800 भाया हूँ मीटर 4,810-15 भितर हम ओके क्लियर बुझिपार आल्प्स माउंटेन। नेक्स्ट डिस्कसन करिया माउंट एलब्रुस एग्जाम रे गोटे थर केवल आसथिला केवल इंपोर्टेंट देखिबा तुम एमिति क्वेश्चन तुम मानको क्लियर हो जाय माउंट एलब्रुस कोन अवस्थित तुम लिखि परिबा यूरोप रे बेसी जानियार किछि आवश्यक नाही। एक नंबर पॉइंट फिर गोटा तो मन रख ये हाईएस्ट पिक रो ना सेमति किछि ना कि हाईएस्ट माउंटेन रो जो उच्चता जदि कहि पारे माउंट एलब्रुस रो 5,642 मीटर एतिक ହେଲା କଥା। ତାପରେ ସେମିତି ସ୍କାଣ୍ଡିନେଭିଆନ୍ ଗୋଟେ ଏକ୍ଜାମ ରେ ଆସିଥିଲା ମାନେ କେମିତି ଆସିଥିଲା ନା ଏପଟେ ଥିଲା ମାଉଣ୍ଟେନ ସର୍ଚ ଏପଟେ ଥିଲା ମୋର କଣ ସେଟା କହନ୍ତି କଣ୍ଟ୍ରି ଓକେ କୋଡିଂ କରିବା ପାଇଁ କେବଳ ଏଇ ଲାଇନରେ ଏଠି ମାରିବା ପାଇଁ ଏଟା ଏଠି ଯେମିତି ତୁମ ପଢା ଯାଇ କ୍ୱେଶ୍ଚନ ଦେଖିଥିବ ତମାନେ ସେମିତି ପଡିଥିଲା ସେଥିପାଇଁ ତମମାନଙ୍କ ପାଇଁ ସ୍କ୍ରିନରେ ନେଇ ଆସିଥିଲି ଓକେ। ତ ସ୍କାଣ୍ଡିନେଭିଆନ୍ ହଉଛି ଗୋଟେ ମାଉଣ୍ଟେନ ରେଞ୍ଜ ବା କହିବାର ପର୍ବତମାଳା ଯାହାକି ୟୁରୋପରେ ଅବସ୍ଥିତ ଓକେ। ଆଉ ଏଠି ଟିକେ ଇମ୍ପୋର୍ଟାଣ୍ଟ ଏଥର ଅଛି ସ୍କାଣ୍ଡିନେଭିଆନ୍ ଗୋଟେ ଏମିତି ମାଉଣ୍ଟେନ ସେ ପାଖାପାଖି 4ଟି କିମ୍ବା 5ଟି କଣ୍ଟ୍ରି ବା କହିପାରିବା କିଛି ସବ୍ କଣ୍ଟ୍ରି ଯାଇକି ଅତିକ୍ରମ କରି ଯାଉଛି। ଏକ ନମ୍ବର ପଏଣ୍ଟ ହେଲା ନରୱେଠୁ ଆରମ୍ଭ ହଉଛି ସେ ତାର ନରୱେ ଅତିକ୍ରମ କରି ଯାଉଛି ସ୍ୱିଡେନକୁ ସେଥିପାଇଁ ବୋଧେ ପକେଇ ଦେଇଥିଲା ଏକ୍ଜାମ ରେ। ତାପରେ ଆସିବ ଫିନଲାଣ୍ଡ ଏଠି ଶେଷ ହଉଛି ଆର୍କଟିକ ଓସେନ ପାଖରେ ଓକେ ମନେ ରଖିବା ଏତିକି ଇମ୍ପୋର୍ଟାଣ୍ଟ ବୋଧେ। ତାପରେ ଆର ହାଇଏଷ୍ଟ ପିକ୍ ଯଦି ଆମେ କହିପାରିବା ହାଇଏଷ୍ଟ ପିକ୍ ହଉଛି ମୋର ଗାଲ୍ଡି ଫୁଗିନ୍ ଲେଖିବ GIGION ଗାଲ୍ଡି ଫୁଗିନ୍ ହଉଛି ତାର ହାଇଏଷ୍ଟ ପିକ୍। ये सेତିକି इम्पोर्टेंट एग्जाम पड़ी आव आवश्यक नहीं। चलो देखिए पिला माने नेक्स्ट हमर आ गोटे कंट्री बा कहि पारे कॉन्टिनेंट को जिबा देखो क्वेश्चन को पिला माने प्रैक्टिस जत्ते करिवो टू मोर प्रैक्टिस टू मोर यू लर्न सेमिति नो से तुम केवल मु कोड लिखि के आनिबी किछि बुझाने खाली पढ़ी शुणी देबी सेटा सेमति हेले तो तुम माने बही पढ़े जा माने आको देखिबा से आबो हम किछि इंपोर्टेंट फैक्ट थिबो ता तुम मानकु प्रैक्टिस करै देबी। नॉर्थ अमेरिका रो देनाली हଉଛି ପିଲାମାନେ ପ୍ରଥମ ବା କହିପାରିବା ମୋଷ୍ଟ ଇମ୍ପୋର୍ଟାଣ୍ଟ ମାଉଣ୍ଟେନ ହଉଛି ଦେନାଲି ମନେ ରଖିବ। ଲୋକେସନ ହଉଛି ସାଉଥ ସେଣ୍ଟ୍ରାଲ ଏସିଆ ଓକେ ସାଉଥ ସେଣ୍ଟ୍ରାଲ ଏସିଆର ତାର ଲୋକେସନ ସରି ଆଲାସ୍କା ମୁଁ ଏସିଆ କହିସାରିଲିଣି ସାଉଥ ସେଣ୍ଟ୍ରାଲ ଆଲାସ୍କା ଏକ ନମ୍ବର ପଏଣ୍ଟ। ଦୁଇ ନମ୍ବର ପଏଣ୍ଟ ପିଲାମାନେ ଆମେ ଯଦି କହିବା ପାଖାପାଖି ଇଏ ଯୋଉ ଆମର हाँ नॉर्थ रो जो नॉर्थ वेस्ट अच्छी नॉर्थ वेस्ट रो जो एरिया कौन को पूरा कॉर्नर पॉइंट भाविन जदि एटा नॉर्थ वेस्ट होची ये पूरा कॉर्नर पाखा पाखा हम कहि परिबा आरो सिचुएटेड टा एवं पाखा पाखा 130 माइल पर्यंत विस्तृत माने आंकोरेज जोटा अच्छी जगह नॉर्थ वेस्ट रे माने नॉर्थ अमेरिका रो आंकोरेज ओके ANCSORG 130 माइल पाखापाखि यार विस्तृत एटा एते इंपोर्टेंट न तथापि तमाने मने रख। तापर जे पिलाने कहबा देनाली रे मध्ये गुटे पार्क अछि नेशनल पार्क अछि देनाली रे नेशनल पार्क अछि पिलाने कहि परिबा जोठी कि प्रिजर्व मध्ये करा जाय प्रिजर्व कहले कोन माने बाघ संरक्षण हो किबा हाथी संरक्षण जेम हमरो भीतर कनिक करा जाउछि सेमति प्रिजर्वेशन रहिते हाइट होची पाखापाखि 20,310 बुझिपार पिला देनाली जो कही रखिली हाइट होची हमर 20,310 टिके डिस्टर्ब हो गली हमर ठीक अछि ओके। तापर जदि हम देखिबा पिला माने हाइट अति कम रे 6,190 मीटर्स ओके एटा ति मन रखिबो बहुत इंपोर्टेंट फैक्ट अछि जो तक मन कहबा जरूरी जे देनाली रे कोयकुन गोटे आदिवासी रही था कोयकुन गोटे जनजाति थाई सेठिकार जो आदिवासी संप्रदाय था ओके आदिवासी संप्रदाय हम कहि परिबा मैं अथवस्कन
ଓକେ, ଅଥ ବସ୍କନ ମନେ ରଖିବ। ଇଏ ସମ୍ପ୍ରଦାୟ ମାନେ କୋଇକୁନ ଜନଜାତି ଆଦିବାସୀର ଇଏ ଗୋଟେ ସମ୍ପ୍ରଦାୟ ହଉଛନ୍ତି ଅଥ ବସ୍କନ। ସେମାନେ ସେଠି ବେସିକାଲି ବସବାସ କରନ୍ତି ବା ସେଠି ଲୋକାଲ ହେଇଥାନ୍ତି ଏବଂ ତାଙ୍କ ଦ୍ୱାରା ହିଁ ଆମେ କହିପାରିବା ପର୍ବତର ନାମକରଣ କରାଯାଇଥିଲା। ବା ଦେନାଲି ପର୍ବତର ନାମକରଣ କାହା ଦ୍ୱାରା କରାଯାଇଥିଲା କ୍ୱେଶ୍ଚିନ୍ ଆସିବ, ତମାନେ କହିପାରିବ କୋଇକୁନ ଆଦିବାସୀ ସମ୍ପ୍ରଦାୟର ମାନେ କୋଇକୁନ ଆଦିବାସୀ ଜନଜାତିର ଅଥବସ୍କନ ସମ୍ପ୍ରଦାୟଙ୍କ ଦ୍ୱାରା କରାଯାଇଥିଲା ଏବଂ ତାର ଅର୍ଥ ହଉଛି বা ଦେନାଲି ଅର୍ଥ ହଉଛି ଦି ହାଇ ୱାନ୍ ବା ଆମେ କହିପାରିବା ଦି ଗ୍ରେଟ୍ ୱାନ୍। ଓକେ, ଦି ଗ୍ରେଟ୍ ୱାନ୍। ଏବଂ ପର୍ବତର ନାଁ ତାର କଣ ଥିଲା? ମାଉଣ୍ଟ ମାକନେଲି ପୂର୍ବ ନାମ ଥିଲା। ମାନେ ଯେବେ ଏମାନେ ନାମକରଣ କଲେ ଅଥବସ୍କନ ବାଲା ବା କହିପାରିବା କୋଇକୁନ ଜନଜାତି ବାଲା, ତା ପୂର୍ବରୁ ନାଁ ଥିଲା ମାଉଣ୍ଟ ମାକନେଲି। କ୍ଲିୟର ବୁଝିପାରିଲ? ଏସବୁ ହିଁ ଏକ୍ଜାମରେ ତମାନଙ୍କର ବାରମ୍ବାର ଆସୁଛି। ଏଠି ଯଦି ଆମେ କହିବା ପିଲାମାନେ ଏ ଯୋଉ ଲେଖା ହେଇଛି ଏସବୁ ମାଉଣ୍ଟେନ୍ସ ନା, ये केवल गोटे वर्षर एग्जाम तुम देखा मिली थे, किंतु एटा देखा मिल ना अलास्का, देनाली नॉर्थ अमेरिका रे, अपलेचन नॉर्थ अमेरिका, रॉकी नॉर्थ अमेरिका और अलास्का नॉर्थ अमेरिका। पिला माने आज पे क्लास एंड कर दबा कहीं बहुत लॉन्ग हो जाची वीडियो। हम नेक्स्ट क्लास रे बाकी जो 6-7 कंटिनेंट रहला हम तार इंपोर्टेंट माउंटेन डिस्कशन करबा। क्लास एंड कर पिला माने बहुत धन्यवाद। जय हिंद, जय भारत।